ପିଲାମାନେ ମୁଁ ପ୍ରୀତି ଆପଣମାନଙ୍କୁ ମୋର ଚ୍ୟାନେଲ ପ୍ରୀତି ଏଜୁକେସନକୁ ମୁଁ ସ୍ୱାଗତ କରୁଛି। ଏହି ଭିଡ଼ିଓରେ ଆଜି ଆମେ ପଢ଼ିବା ଚତୁର୍ଥ ଶ୍ରେଣୀର ପିଲାମାନଙ୍କର ସାହିତ୍ୟ ବହିର ପାଠ 1। ପାଠ 1 ହେଉଛି ଟିକି ଟିକି ପଦ୍ୟ। ଏହାର କବି ହେଉଛନ୍ତି ପଣ୍ଡିତ ଗୋଦାବରୀଶ ମିଶ୍ର। ଆଜି ଏହି କବିତାକୁ ଭଲ ଭାବରେ ପଢ଼ିବା ସହିତ ଭଲ ଭାବରେ ବୁଝିବା। ଟିକି ଟିକି କହିଲେ କ'ଣ? ଛୋଟ ଛୋଟ ଟିକି ଟିକି ଟୋପା ପାଣି, ଟିକି ଟିକି ଧୂଳି କଣିକାରେ ଏହି ସମଗ୍ର ପୃଥିବୀ ଗଢ଼ା ହୋଇଛି। ଏହାର କବିଙ୍କ ବିଷୟରେ କିଛି କହିବା। କବି ହେଉଛନ୍ତି ପଣ୍ଡିତ ଗୋଦାବରୀଶ ମିଶ୍ର। ଜଣେ ଗାଥା କବି ଭାବରେ ସେ ଓଡ଼ିଶାର ଘରେ ଘରେ ପରିଚିତ। ସେ 1886 ମସିହାରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। 1956 ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ଆଉ ଥରେ କହି ରଖୁଛି, ପଣ୍ଡିତ ଗୋଦାବରୀଶ ମିଶ୍ର ଜନ୍ମ 1886 ମସିହାର ଖୋର୍ଦ୍ଧା ଜିଲ୍ଲାରେ ବାଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। 1956 ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। କବିତାଟିକୁ ଭଲ ଭାବରେ ବୁଝିବା। ଟିକି ଟିକି ଟୋପା ପାଣିରେ ଗଢ଼ା ହୋଇଛି ସିନ୍ଧୁ, ଦିଶୁ ନାହିଁ ସିନା ଆଖିକି ତାର ଅସଂଖ୍ୟ ବିନ୍ଦୁ। ଟିକି ଟିକି ଧୂଳି କଣିକା ମିଶି ହୋଇଛି ଧରା, ପାହାଡ଼ ପଡ଼ିଆ ନଗର ସବୁ ଧୂଳିରେ ଗଢ଼ା। ଗୋଟି ଗୋଟି କେତେ ଗଛରେ ପରା ତିଆରି ବନ, ଏତେ ଲୋକହିତ ସାଧୁଛି ଏତେ ବାଣ୍ଟୁଛି ଧନ। ତାହେଲେ ପୁଣି ଆଉଥରେ ଆବୃତ୍ତି କରିବା। ଟିକି ଟିକି ଟୋପା ପାଣିରେ ଗଢ଼ା ହୋଇଛି ସିନ୍ଧୁ, ଦିଶୁ ନାହିଁ ସିନା ଆଖିକି ତାର ଅସଂଖ୍ୟ ବିନ୍ଦୁ। ଟିକି ଟିକି ଧୂଳି କଣିକା ମିଶି ହୋଇଛି ଧରା, ପାହାଡ଼ ପଡ଼ିଆ ନଗର ସବୁ ଧୂଳିରେ ଗଢ଼ା। ଗୋଟି ଗୋଟି କେତେ ଗଛରେ ପରା ତିଆରି ବନ, ଏତେ ଲୋକହିତ ସାଧୁଛି ଏତେ ବାଣ୍ଟୁଛି ଧନ। ସିନ୍ଧୁ, ସିନ୍ଧୁ ଅର୍ଥ ହେଉଛି ସାଗର। ଟିକି ଟିକି ଟୋପା ପାଣିରେ ସାଗର ସୃଷ୍ଟି ହୋଇଛି। ଏହା ସିନା ଖାଲି ଆଖିକୁ ଦିଶା ଯାଉନି, କିନ୍ତୁ ଏହାର ହେଉଛି ଅସଂଖ୍ୟ ବିନ୍ଦୁ। ସେମିତି ଟିକି ଟିକି ଛୋଟ ଛୋଟ ଧୂଳି କଣିକାରେ ଆମର ଧରା ସୃଷ୍ଟି ହୋଇଛି। ଧରା ଅର୍ଥ ହେଉଛି ପୃଥିବୀ। ପାହାଡ଼ ପଡ଼ିଆ ନଗର ସବୁ ସେଇ ଧୂଳିରେ ଗଢ଼ା ହୋଇଛି। ଗୋଟି ଗୋଟି କେତେ ଗଛରେ ଜଙ୍ଗଲ ତିଆରି ହୋଇଛି ବନ, କେତେ ଲୋକହିତ ସାଧୁଛି। ଜଙ୍ଗଲରୁ ଆମେ ବହୁତ କିଛି ଜିନିଷ